ପୂର୍ବବର୍ତ୍ତୀ ଭିଡ଼ିଓରେ ଆମେ ପୁରୁଷ ଜନନତନ୍ତ୍ରର ବିଭିନ୍ନ ଅଂଶଗୁଡ଼ିକୁ ପଢ଼ିଥିଲେ ଏବଂ ଆମେ ଦେଖିଥିଲେ ଯେ ଏଇ ଯେଉଁ ଶୁକ୍ରାଶୟ ଅଛି ଏ ଶୁକ୍ରାଶୟ ଶୁକ୍ରାଣୁ ତିଆରି କରେ। ସେଥିପାଇଁ ଏହା ଆମ ଶରୀର ତଳକୁ ଏମିତି ଲଟକିକି ଥାଏ, କାରଣ ଶୁକ୍ରାଣୁ ତିଆରି ହେବା ପାଇଁ ଆମ ଶରୀର ଅପେକ୍ଷା ଶୁକ୍ରାଶୟକୁ 2 ଡିଗ୍ରୀ କମ୍ ତାପମାତ୍ରା ଦରକାର। ତାପରେ ଆମେ ଗୋଟେ ଜିନିଷ ଦେଖିଥିଲେ ଯେ ଶୁକ୍ରାଣୁ ଗୁଡ଼ିକ ପ୍ରସ୍ତୁତ ହେଲା ପରେ ଏହା ଶୁକ୍ରବାହୀ ନଳୀ ମାଧ୍ୟମରେ ମୂତ୍ର ମାର୍ଗ ମଧ୍ୟକୁ ଆସିଥାଏ ଏବଂ ତାହାପରେ ଶିଶ୍ନ ମଧ୍ୟ ଦେଇ ବାହାରକୁ ନିଷ୍କାସିତ ହୋଇଥାଏ। ତେବେ ଆମ ମନରେ ଗୋଟେ ପ୍ରଶ୍ନ ଥିଲା ଯେ ଶୁକ୍ରାଣୁ ଗୁଡ଼ିକ ସିଧାସଳଖ ଭାବେ କାହିଁକି ମୂତ୍ର ମାର୍ଗ ମଧ୍ୟକୁ ନ ଆସିଥାଏ? ଏଗୁଡ଼ିକ ଶୁକ୍ରବାହୀ ନଳୀ ମାଧ୍ୟମ ଦେଇ ଆସିକି ତାପରେ ମୂତ୍ର ମାର୍ଗ ମଧ୍ୟକୁ ପ୍ରବେଶ କରିଥାଏ ଏବଂ ନିଷ୍କାସିତ ହୋଇଥାଏ। ତେବେ ଆଜି ଆମେ ଏହି ପ୍ରଶ୍ନଟିର ଉତ୍ତର ପାଇବା ପାଇଁ ଚେଷ୍ଟା କରିବା। ତେବେ ଏଇଠି ଗୋଟେ କଥା ଜାଣି ରଖ ଯେ ଯେତେବେଳେ ଶୁକ୍ରାଣୁ ଗୁଡ଼ିକ ପୁରୁଷ ଶରୀର ମଧ୍ୟରୁ ବାହାରକୁ ଯାଇଥାନ୍ତି, ସେମାନେ ସ୍ତ୍ରୀ ଶରୀରର ଡିମ୍ବାଶୟ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ସେମାନଙ୍କୁ ବଞ୍ଚି ରହିବାକୁ ପଡ଼ିବ। ତେଣୁ ବଞ୍ଚି ରହିବା ପାଇଁ ସେମାନଙ୍କୁ ଶକ୍ତି ଆବଶ୍ୟକ ଏବଂ ସେମାନେ ସ୍ତ୍ରୀର ଡିମ୍ବାଶୟ ନିକଟକୁ ପହଁରି ପହଁରି ଯିବେ। ତେଣୁ ସେମାନଙ୍କୁ ପୋଷକ ପଦାର୍ଥ ମଧ୍ୟ ଆବଶ୍ୟକ ଅଟେ। ତେବେ ଯଦି ଶୁକ୍ରାଣୁ ଗୁଡ଼ିକ ସିଧାସଳଖ ଭାବେ ମୂତ୍ର ମାର୍ଗ ମଧ୍ୟ ଦେଇ ବାହାରକୁ ଆସିଯାଆନ୍ତା, ତେବେ ଶୁକ୍ରାଣୁକୁ ଏହି ପୋଷକ ପଦାର୍ଥ ଗୁଡ଼ିକ ମିଳେ ନାହିଁ। ତେଣୁ ଶୁକ୍ରାଣୁ ଗୁଡ଼ିକ ପୁରୁଷ ଶରୀରରୁ ନିଷ୍କାସିତ ହେଲା ପରେ କିଛି ସମୟ ଆଉ ବଞ୍ଚିପାରିବ ନାହିଁ। ତେଣୁ ଶୁକ୍ରାଣୁ ଗୁଡ଼ିକୁ ପୁରୁଷ ଶରୀରରୁ ବାହାରିବା ପୂର୍ବରୁ ଶକ୍ତି ଓ କିଛି ପୋଷକ ପଦାର୍ଥ ଆବଶ୍ୟକ। ଏବଂ ଏହି ପୋଷକ ପଦାର୍ଥ ଗୁଡ଼ିକ କିଏ ଦେଇଥାଏ? ଏଇଠି ଯେଉଁ ଦେଖ ନୀଳ ଓ ବାଇଗଣୀ ରଙ୍ଗର ଗ୍ରନ୍ଥି ଗୁଡ଼ିକ ଦେଖୁଛ, ଏଗୁଡ଼ିକ ସାଧାରଣତଃ ଭାବରେ ଶୁକ୍ରାଣୁକୁ ଶକ୍ତି ଓ ପୋଷକ ପଦାର୍ଥ ଯୋଗାଇଥାନ୍ତି। ତେବେ ଯାଇକି ଶୁକ୍ରାଣୁ ଗୁଡ଼ିକ ପହଁରିବା ପାଇଁ ସମର୍ଥ ହୁଅନ୍ତି ଏବଂ ପୁରୁଷ ଶରୀରରୁ ବାହାରିଲା ପରେ କିଛି ସମୟ ବଞ୍ଚି ରୁହନ୍ତି। ଏବଂ ଏଇ ଯେଉଁ ଗ୍ରନ୍ଥି ଗୁଡ଼ିକ ଦେଖୁଛ, ଏମାନେ କିଛି ପଦାର୍ଥ କ୍ଷରଣ କରନ୍ତି ଏବଂ ଶୁକ୍ରାଣୁ ମଧ୍ୟ ଏଇଠି ଆସିଥାଏ ଏବଂ ଶୁକ୍ରାଣୁ ଏଇ ଗ୍ରନ୍ଥି ଗୁଡ଼ିକରୁ କ୍ଷରିତ ପଦାର୍ଥ ସହିତ ଏମିତି କିଛି ମିଶିଯାଏ। ଠିକ୍ ଅଛି, ମିଶିଗଲା ପରେ ଏହା ଏମିତି ଧଳା ବର୍ଣ୍ଣର ଦେଖାଯାଆନ୍ତି ଏବଂ ଏହି ଧଳା ବର୍ଣ୍ଣର ଅଂଶଟିକୁ ଆମେ ଶୁକ୍ରରସ ବୋଲି କହିଥାନ୍ତି, ଯାହାକୁ ଇଂରାଜୀରେ ସିମେନ୍ ବୋଲି କୁହାଯାଏ। ଠିକ୍ ଅଛି, ଏହି ଶୁକ୍ରରସ ଶୁକ୍ରାଣୁ ସହିତ ଏହି ଗ୍ରନ୍ଥିରୁ କ୍ଷରିତ ପୋଷକ ପଦାର୍ଥ ଗୁଡ଼ିକୁ ଧରି ରଖିଥାଏ। ତେବେ ଏହି ଗ୍ରନ୍ଥି ଗୁଡ଼ିକ କ'ଣ? ପ୍ରଥମତଃ ଏହି ଗ୍ରନ୍ଥିକୁ ଆମେ ସେମିନାଲ ଭେସିକିଲ୍ ବୋଲି କୁହନ୍ତି, ଏହି ଗ୍ରନ୍ଥିଟିକୁ ଆମେ ପ୍ରୋଷ୍ଟେଟ୍ ଗ୍ରନ୍ଥି କୁହନ୍ତି ଏବଂ ଏହି ଗ୍ରନ୍ଥିଟିକୁ ଆମେ ବଲ୍ବ ୟୁରେଥ୍ରାଲ ଗ୍ରନ୍ଥି ବୋଲି କୁହନ୍ତି। କିନ୍ତୁ ଏସବୁକୁ ମୁଁ ଲେଖୁନି କାରଣ ଆମ ସିଲାବସ୍ ଭିତରେ ଏସବୁ ନାହିଁ। କିନ୍ତୁ ଜାଣି ରଖିବା ପାଇଁ ମନେ ରଖ, ଏହିସବୁ ଗ୍ରନ୍ଥି ଗୁଡ଼ିକ କିଛି ପୋଷକ ପଦାର୍ଥ କ୍ଷରଣ କରନ୍ତି ଯାହା ଶୁକ୍ରାଣୁ ସହିତ ମିଶି ଶୁକ୍ରରସ ପ୍ରସ୍ତୁତ କରନ୍ତି। ତେବେ ଏଇଠି ଦେଖ ଶୁକ୍ରାଣୁ ଗୁଡ଼ିକ ଶୁକ୍ରବାହୀ ନଳୀ ମଧ୍ୟ ଦେଇ ଆସି ଏଇଠି ଯେଉଁ ଅଂଶଟି ଅଛି ଏହି ଅଂଶ ମଧ୍ୟକୁ କ୍ଷରଣ ହୋଇଯାନ୍ତି ଏବଂ ଏହି ଅଂଶରେ ଏହା ମୂତ୍ର ମାର୍ଗ ମଧ୍ୟକୁ ପ୍ରବେଶ କରେ ଏବଂ ଏଠାରେ ଏହି ସେମିନାଲ ଭେସିକିଲ୍ ଆଉ ପ୍ରୋଷ୍ଟେଟ୍ ଗ୍ରନ୍ଥି ଏମାନେ କ'ଣ କରନ୍ତି? କିଛି ପୋଷକ ପଦାର୍ଥ ଏମାନଙ୍କୁ ଯୋଗାଇଥାନ୍ତି। ଠିକ୍ ଅଛି, ପୋଷକ ପଦାର୍ଥ ଯୋଗାଇ ଆସିଲା ପରେ ଏଇଠି ଯେଉଁ ଗ୍ରନ୍ଥିଟିକୁ ତୁମେ ଦେଖୁଛ, ଇଏ ହେଉଛି ବଲ୍ବ ୟୁରେଥ୍ରାଲ ଗ୍ରନ୍ଥି। ଦେଖ, ଏଟା ଗୋଟେ ବଲ୍ ପରିକା ଦେଖାଯାଉଛି, ତେଣୁ ତା ନାଁ ଏମିତି ହେଇଥାଏ ବଲ୍ବ ୟୁରେଥ୍ରାଲ। ୟୁରେଥ୍ରାଲ ମାନେ ମୂତ୍ର ମାର୍ଗ। ତ ଏଇ ଗ୍ରନ୍ଥିର କାମ କ'ଣ? ନା ଏଇ ଗ୍ରନ୍ଥି କିଛି କ୍ଷାରୀୟ ପଦାର୍ଥ ଆମର ମୂତ୍ର ମାର୍ଗ ମଧ୍ୟକୁ କ୍ଷରଣ କରିଥାଏ। କାରଣ ଆମେ ଜାଣନ୍ତି ମୂତ୍ର ମାର୍ଗ ମଧ୍ୟରେ ମୂତ୍ର ଆସିଥାଏ ଏବଂ ମୂତ୍ର ସାମାନ୍ୟ ଅମ୍ଳୀୟ ଅଟେ। ସେହି ଅମ୍ଳୀୟ ପଦାର୍ଥ ଗୁଡ଼ିକୁ ପ୍ରଶମିତ କରିବା ପାଇଁ ଏମାନେ କିଛି କ୍ଷାରୀୟ ପଦାର୍ଥ କ୍ଷରଣ କରନ୍ତି ଏବଂ ଏହି ମୂତ୍ର ଗୁଡ଼ିକ ପ୍ରଶମିତ ହୋଇସାରିଲା ପରେ ଶୁକ୍ରାଣୁ ଗୁଡ଼ିକ ଏହି ପଥ ଦେଇ ଶିଶ୍ନ ମଧ୍ୟକୁ ପ୍ରବେଶ କରେ। ତାପରେ ଶିଶ୍ନ ମଧ୍ୟ ଦେଇ ବାହାରକୁ ନିଷ୍କାସିତ ହୋଇଥାଏ। ତେବେ ଏଇଠି ପ୍ରଶ୍ନ କ'ଣ ହେଲା ନା କାହିଁକି ଏ ମୂତ୍ରକୁ ପ୍ରଶମିତ କରିବା ଦରକାର? କାରଣ ଦେଖ, ମୂତ୍ର ଆମେ କ'ଣ ଜାଣିଲେ, ଯେହେତୁ ଅମ୍ଳୀୟ ଅଟେ, ତେବେ ଶୁକ୍ରାଣୁ ଗୁଡ଼ିକକୁ ଏହି ଅମ୍ଳୀୟ ପଦାର୍ଥ ଗୁଡ଼ିକ ମାରି ଦେଇପାରେ। ତେଣୁ ଆମେ ପ୍ରଥମେ ଏହି ମୂତ୍ର ଗୁଡ଼ିକୁ ପ୍ରଶମିତ କରି ତାପରେ ଶୁକ୍ରାଣୁ ଗୁଡ଼ିକୁ ନିଷ୍କାସିତ କରନ୍ତି ଏବଂ ତାପରେ ଶୁକ୍ରାଣୁ ଗୁଡ଼ିକ ଏହି ଶିଶ୍ନର ଅଗ୍ରଭାଗରେ ଥିବା ରନ୍ଧ୍ର ମଧ୍ୟ ଦେଇ ବାହାରକୁ ବାହାରିଯାଆନ୍ତି ଏବଂ ଜନନ ସମୟରେ ଏହା ସ୍ତ୍ରୀ ଶରୀରର ଜରାୟୁ ଗ୍ରୀବା ମଧ୍ୟରେ ପ୍ରବେଶ କରି ଗର୍ଭାଶୟ ମଧ୍ୟ ଦେଇ ଡିମ୍ବାଶୟ ନିକଟରେ ପହଞ୍ଚେ ଏବଂ ସେଠାରେ ଡିମ୍ବାଣୁକୁ ସମାୟନ କରେ, ଯାହାଫଳରେ ଆମେ ଏକ ନୂତନ ଅପତ୍ୟ ବା ନୂତନ ଜୀବଟିଏ ପ୍ରସ୍ତୁତ କରିଥାନ୍ତି। ଏବଂ କିପରି ଭାବରେ ସମାୟନ ହୁଏ ଏବଂ ତାପରେ ଶିଶୁଟି ଜନ୍ମ ନିଏ ତାହା ଆମେ ଅନ୍ୟ ଏକ ଭିଡ଼ିଓରେ ଆଲୋଚନା କରିବା। କିନ୍ତୁ ଏଠି ଜାଣି ରଖ, ଏହି ଶିଶ୍ନର ଅଗ୍ରଭାଗରେ ଥିବା ରନ୍ଧ୍ର ମଧ୍ୟ ଦେଇ ଶୁକ୍ରାଣୁ ଗୁଡ଼ିକ ଶରୀର ବାହାରକୁ ବାହାରି ଯିବାକୁ ଆମେ ଏଜାକୁଲେସନ୍ ବୋଲି କୁହନ୍ତି ଏବଂ ପ୍ରତିଟି ଏଜାକୁଲେସନରେ 40 ଲକ୍ଷରୁ 50 ଲକ୍ଷ ଶୁକ୍ରାଣୁ ଆମ ଶରୀର ମଧ୍ୟରୁ ବାହାରକୁ ବାହାରିଥାଏ ଏବଂ ସେଥିରୁ ଗୋଟିଏ ମାତ୍ର ଭାଗ୍ୟବାନ ଶୁକ୍ରାଣୁ ଯାଇକି
डिंबाणु सहित समायन करे एवं सेथिरु एक नूतन जीव सृष्टि होता है। एवं ये रास्तार अधिकांश शुक्राणुगुड़िक मरी जाइथांती। जो शुक्राणुगुड़िक स्वस्थ होई नथांती बा सेमानंकु ठीक परिमाणर पोषक पदार्थ मिली नथाए, तेबे सेही भली शुक्राणुगुड़िक रास्तार मरी जाइथांती। केवल गोटे शुक्राणु जाइकी तुमर डिंबाणु निकटरे पहुंचे। ठीक अछि, ताहा आमे अन्य एक भिडियोरे आलोचना करिबा। तेबे एहा हला गोटे साधारण आइडिया जहाद्वारा आमे पुरुष जनन तंत्र को आलोचना कले। तेबे तुमे भाबुथबो जे जो शुक्राणुटी शरीर मध्यरु बाहर को बाहरी गला ताहा देखिया पई किपरि, ताहा साधारणतः किछि एई परि देखा जायथाय। ठीक अछि, एवं एहार तीनोटी अंश थाए। कौन कौन? एई अंशटाकू आमे हेड बोली कहंती, एही अंशटाकू आमे मिडिल पीस बोली कहंती कारण मझिरे थाए, एवं एई जो अंशटी आमे शेषको देखुचंती एहाकू आमे टेल बा लांज बोली कहिथांती। एवं एई हेड आ मिडिल पीस मध्यरे एई जो अंशटी तुमे देखुच एहाकू आमे कौन कहंती? ग्रीबा कहंती बा नेक बोली कहंती। ठीक अछि, तेबे तुमे एठी लक्ष्य करि पारथबो जे एइठी आर हेड मध्यरे एई जो अंशटी अछि आकू आमे कौन कहंती? न्यष्टि बोली कहिथांती। एवं एई अग्रभागटी, एई जो अग्रभागटी तुमे देखुच एहा टिके शक्तिशाली अटे, एवं एहाकू आमे अग्रपिंडक बोली कहंती। ए मिडिल पीस को टिके जूम करके देखिबो छोट छोट अंश देखा जाउची जहाकू आमे माइटोकॉन्ड्रिया बोली कहंती। एवं एई अंशटी को आमे टेल बा लांज बोली कहंती जहाकी शुक्राणु गुडी को पहरिबा पई सहाय्य करिथांती। ठीक अछि, ताहले आमे समस्त जिंस आलोचना करिनेले। तेबे आमे कोन पढिले से विषय टिके सारांश गुडी को आलोचना करिबा। तेबे आमे कोन देखिले? एठी जो शुक्राशयटी अछि ए शुक्राशय को पुरुषर यौन अंग कहा जाए जहाकी शुक्राणु तैयारी करे, एवं ए शुक्रमुनिटी ए शुक्राशय को सुरक्षा प्रदान करे एवं एहा हम शरीर तल भाग को लटकिकी रही थाए। एवं ए शुक्रमुनि निश्चित करे जे शुक्राशयटी शुक्राणु तैयारी करिया पय जेमति तापमात्रा मेंटेन हेकी रहिबो। एवं स्पर्म गुडिक बा शुक्राणु गुडिक परिपक्व होला परे एहा जाइकी एपिडिडाइमिस मध्यरे संचित होइकी रुहंती। एवं जेतेबेले कोनोसी कारणरू आमर शिश्नटी उत्तेजित हुए बा पुरुष और स्त्री मध्यरे जनन प्रक्रिया हुए से समय शुक्राणु गुडिक ए शुक्रबाई नली मध्य देई आसी मूत्र मार्ग दे परिशेष रे शिश्न देई बाहर को बाहर जाती। एवं ए शुक्राणु गुडिक दीर्घ समय बंची रहिबा पई ए ग्रंथि गुडिक एमानको किछि शक्ति और पोषक पदार्थ जोगाई थांती। एवं एगुडिक आसी शुक्राणु सहित मिसला परे एमाने शुक्र रस प्रस्तुत करंती। एवं एही शुक्र रस मूत्र मार्ग देई पुरुष शरीर बाहर को बाहरी जाती। एवं आमे कोन देखिले नै जो शुक्राणुटी अछि ए शुक्राणुटी को तीन भाग रे विभक्त करछंती, हेड, मिडिल पीस और टेल। ए हेड रे शुक्राणुर डीएनए और जीन इत्यादि सामग्री थाए एवं यार मिडिल पीस रे माइटोकॉन्ड्रिया थाए जहाकी शुक्राणु को शक्ति जोगाई थाए, एवं शेष भाग को तार टेल बा लांज थाए जहाकी ए शुक्राणु को पहरिबा पई सहाय्य करे।